ଆମେ ଗତକାଲି ସନ୍ଧ୍ୟାରେ କେଆର ବ୍ୟାଙ୍କ ଠାରେ କେନ୍ଦ୍ରାପଡ଼ା ଜିଲ୍ଲା କେଆର ବ୍ୟାଙ୍କ ଗ୍ରାମରେ ଆମର ସତ୍ସଙ୍ଗ କାର୍ଯ୍ୟକ୍ରମ ଶେଷ କରି ରାତିରେ ଆମେ ଆମର ଇଷ୍ଟଦେବଙ୍କର ପବିତ୍ର ପୀଠ ଅନନ୍ତଙ୍କ କ୍ଷେତ୍ରକୁ ଚାଲି ଆସିଛୁ। ଆମେ ଆସିବା ବେଳେ ଅପରାହ୍ନ 5 ଘଟିକାରେ ପୁଣି ଥରେ ପାରାଦୀପ ଯିବୁ। ସେଠି 2-3 ଦିନିଆ ଗୋଟେ କାର୍ଯ୍ୟକ୍ରମ ରହିଛି। ପାରାଦୀପରୁ ଜଗତସିଂହପୁର ଯିବୁ। 14 ତାରିଖ ରାତି ସୁଦ୍ଧା ଆମେ ଆଶ୍ରମକୁ ଆସିବୁ। ଆଶ୍ରମରେ 4-5ଟି ଦିନ ରହିବା ପରେ ତାପରେ ବଳିଆ ଦିଲ୍ଲୀ ଯିବ। 19 ତାରିଖ ଦିନ ବଳିଆ ଦିଲ୍ଲୀ ଯିବ। ଦିଲ୍ଲୀରୁ ଫେରିବା ପରେ ହୁଏତ ଟିକେ ଲମ୍ବା ସମୟ ଆଶ୍ରମରେ ରହିବି ବୋଲି ଇଚ୍ଛା କରିଛି। ତେଣୁ ଆପଣମାନେ ଯେଉଁମାନେ ଆସିବାକୁ ଚାହୁଁଛନ୍ତି ସେମାନେ ଠିକ୍ ସମୟରେ ଆସନ୍ତୁ। 11ଟାରୁ 12ଟା ଭିତରେ ଆସନ୍ତୁ। ବେଶୀ ସମୟ ବିଳମ୍ବ କରିବେ ନାହିଁ। ଆସିବେ, କଥା କ'ଣ ଟିକେ ବୁଝିବେ, ତାପରେ ଆପଣମାନେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରିବେ। ଏହି କେନ୍ଦ୍ରାପଡ଼ା ଜିଲ୍ଲାର ଯେତୋଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା, ସବୁ କାର୍ଯ୍ୟକ୍ରମ ଗୁଡ଼ିକ ଲୋକାରଣ୍ୟ ଭିତରେ ହେଇଛି। ବହୁ ଲୋକମାନଙ୍କର ସମାଗମ ହେଇଥିଲା। ସେଇଭଳି ଭାବରେ ନଗର ସଂକୀର୍ତ୍ତନ ଠାରୁ ଆରମ୍ଭ କରି ପ୍ରସାଦ ସେବନ ପର୍ଯ୍ୟନ୍ତ ସବୁଠି ଗୋଟିଏ ଏକ ପ୍ରକାର ଭିଡ଼ ମଧ୍ୟ ଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ଶେଷ କରିବା ପରେ ବଳିଆକୁ ଲାଗୁଥିଲା ଯେ ଆମେ ଜଗତସିଂହପୁର ଜିଲ୍ଲାରେ ଜନ୍ମ ହେଇକରି ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକମାନଙ୍କର ଶ୍ରଦ୍ଧା ଅନ୍ତତଃ ବହୁତ, ଯାହାକୁ ବର୍ଣ୍ଣନା କରି ହେବ ନାହିଁ। ବଳିଆର ରହିବା ପାଇଁ ଭକ୍ତମାନେ ନିଜ ନିଜ ଗୃହରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି, ଯେମିତି ବଳିଆ ଶାନ୍ତିରେ ରହିପାରିବ ଏବଂ ଲୋକଙ୍କୁ ଦେଖା କରିପାରିବ। ଯୁଗେ ଯୁଗେ ଜନ୍ମେ ଜନ୍ମେ ଭକ୍ତ ଭଗବାନର ସମ୍ପର୍କ, ଗୁରୁ ଶିଷ୍ୟର ସମ୍ପର୍କ ଏଇଭଳିଆ ଘଟି ଚାଲିଛି। ତାରି ଭିତରେ ଅନେକ ଭାବ ବିନିମୟ କରୁଛନ୍ତି। ମନେ କରାଯାଉ, ସେ ମନ ଭିତରେ ଗୁରୁଙ୍କୁ ପ୍ରାର୍ଥନା କରୁଛନ୍ତି, ଗୁରୁଦେବଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି, ଗୁରୁଙ୍କ ଚରଣାରବିନ୍ଦରେ ମନ ଦେଇ ନିଜର କର୍ତ୍ତବ୍ୟ ସୁଚାରୁ ଭାବରେ ପାଳନ କରୁଛନ୍ତି। ଇଏ ହେଉଛି ଗୁରୁଙ୍କ ପ୍ରତି ଭାବ, ବା ଏହାକୁ ହିଁ ଗୁରୁ ପୂଜା ବୋଲି କହିବା ଉଚିତ। ତୁମେ ହୁଏତ ଫୁଲ ଚନ୍ଦନରେ ଗୁରୁଙ୍କୁ ପୂଜା କରି ନପାର, କିନ୍ତୁ ଗୁରୁ ମନ୍ତ୍ରକୁ ସ୍ମରଣ କର। ଗୁରୁଙ୍କର ଆଦେଶକୁ ତତ୍କ୍ଷଣାତ୍ ତାକୁ ପାଳନ କର। ଗୁରୁ ଆଦେଶ କଲେ ତୁମେ ଏଇଆ କରିବ, ସେ କଥାକୁ ତୁମେ କରିବା ଉଚିତ। କିଛି ବ୍ୟକ୍ତି ଅଛନ୍ତି, ସେ ଭାବକୁ ନେଇକିରି
गोटे प्रकार भाव पागल हो जाती। सी सब बेले अनुभव करती बाबा मो पाखे अच्छा, बाबा बोधे मोरी एकुटिया, बाबा को मु बेसी भक्ति करुची, बाबा को कथा को मु बेसी मानुची। ये सबू कथा संपूर्ण भाव गोटे पागलामी। मनरे नाम को स्मरण कर, हाथरे काम कर, मस्तिष्करे थिबा बुद्धि विवेक ज्ञान को नहीं कर्म करि चल। ये कथा जदि न हुए ताहले मनुष्यर अଯଥା समय नष्ट हुए। ये कथा बलिया सबु बेले समस्त को कही आसी। गुरु गोविंद को गुरु अनंत को मन भितर भक्ति करी निज निजर कर्म क्षेत्र को बा कर्तव्य क्षेत्र को सुचारू भाव पालन कर। कर्म ज्ञान ओ भक्ति ये तीनोटी होउची जीवनर बहुशरी। कर्म करी चल आगु को आगु, जो कर्म करुच ज्ञान को लेकिन कर्म कर, कर्मटी ठीक भाव होउची कि न होउची सेटा को मध्य माने अनुसंधान कर। तापरे पितृमातृ भक्ति, गुरु गुरुजनरे भक्ति, सद्गुरु प्रति भक्ति, इष्टदेव प्रति भक्ति रख। सबुर गोटे गोटे समय रहिबा दरकार। जेमती आपण चाकरी करिसंती निर्दिष्ट समय आसंती एवं जाती, से भाव गुरु मंत्र स्मरण करिबा बा गुरु कथा भाविबा सेतिपई मध्य गोटे स्वतंत्र समय स्थिर करिबा उचित। बाया बाबा गोटे सुंदर कथा कहिले, भगवान को व्यतीत अन्य काहारी थारे भरोसा रख नाही, अनित्य वस्तु थारे भरोसा कले ठकी जीव। बाबा कहिले भगवान को ऊपरे भरोसा रख। ये भरोसाटा आम मान होची विश्वास आउ श्रद्धा। श्रद्धा ओ विश्वास ये दीटा कथा होची भरोसार मूल रूप। जदि आम भीतर श्रद्धा रहिला नाही, जदि विश्वास रहिला ताहले आमे निश्चय ठिकी जीवा बा ठकी जीवा। मनीष मनीष को मुहरे भरोसा दिए, ठीक समय से भरोसा को मध्य से ले जाए। तेणु तांको पाद पद्मरे तांको शास्त्र निहित विचार रे तांको मुख निश्रुत वाणी रे जो माने भरोसा रखिचंती से माने होचंती श्रद्धा ओ विश्वासर प्रतीक। सेथिपाई श्रीमद् भगवत गीता रे कहिले श्रद्धावान लभते ज्ञान। विश्वास कथा जिते पहला सी कहले
ମୂଳଟି ଅଟଇ ବିଶ୍ୱାସ। ବିଶ୍ୱାସର ଅନ୍ୟ ରୂପ ହେଉଛି ଏକାଗ୍ରତା, ଅନନ୍ୟ ଭାବ। ଆଜି ଏଠି କାଲି ସେଠି, ଆଜି ଏ ନା ସେ ନା ନୁହେଁ। ଏକାଗ୍ରତା, ଅନନ୍ୟ ଭାବ ଏବଂ ନିଜର କର୍ତ୍ତବ୍ୟ ସମ୍ପାଦନ। ଯେଉଁମାନେ ଭାବନ୍ତି ମୁଁ ମାୟା ଜଞ୍ଜାଳରେ ପଡ଼ିଛି, କ'ଣ ତୁ ମାୟା ଜଞ୍ଜାଳରେ ପଡ଼ିଛୁ? କ'ଣ କରିବି? ରାତି ପାଇଲେ ସେ ପୁଅ ପାଠ ପଢ଼ିବ, ଝିଅ ପାଠ ପଢ଼ିବ, ସେ ସ୍ୱାମୀଙ୍କର ଏଇଆ ଦରକାର, ଶାଶୁର ଏଇଆ ଦରକାର। ନା ନା ନା, ଏଇଟା ଭୁଲ ଧାରଣା। ତାଙ୍କରି ପାଇଁ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ତମକୁ ଅର୍ଥ ଦିଆଯାଇଛି, ପ୍ରତିଷ୍ଠା ଦିଆହେଇଛି। ତୁମେ ଯଦି ସେମାନଙ୍କ କାର୍ଯ୍ୟକୁ ଠିକ୍ ଭାବରେ ନ କରିବ, ତାହେଲେ ତମେ ନିଜେ ଗୋଟେ ବିରାଟ ଅପରାଧୀ ହେଇଯିବ। ତେଣୁ ସେମାନଙ୍କ ପ୍ରତି ଯଥା ସମୟରେ ଯଥା କର୍ତ୍ତବ୍ୟ କର। ଖାଲି ଏତିକି ଭୁଲ ହେଇଯାଉଛି, ଏଇ ମୋ ପୁଅ, ଏଇ ମୋ ଝିଅ, ତା ପୁଅ ତା ଝିଅ, ସେସବୁ ମୋର ନୁହେଁ। ତେଣୁ ସବୁବେଳେ ମନେ ରଖ, ଭଗବାନ ତାଙ୍କରି ଭିତରେ ଅଛନ୍ତି। ତାଙ୍କୁ ସେବା କଲେ ହିଁ ସେଇ ସେବା ହବ ଭଗବାନଙ୍କର ସେବା। ଶ୍ରୀ ଗୁରୁ ଚରଣ ତଳ ଫୁଟିଛି ସେପ ହଜି ମାନବକୁ ମରିବ ମରା ମରା ମାନବକୁ ସେବା କର ମରିବ ମରା। ତେଣୁ ସବୁବେଳେ ଜୀବନରେ ଗୋଟେ ପଥ ପ୍ରଦର୍ଶକ ଜଣେ ଦରକାର, ନହେଲେ ବାଟ ହୁଡ଼ିଯିବା। କେଉଁଠି ମା ଆମର ପଥ ପ୍ରଦର୍ଶକ ହେଇପାରେ, କୋଉଠି ବାପା ବି ପଥ ପ୍ରଦର୍ଶକ ହେଇପାରନ୍ତି। ବଳିଆ ଜୀବନରେ ବଳିଆ ଗୀତା ପଢ଼ିଛି, ଆଜି ଗୀତାର କିଛି କଥା କହୁଛି। ସେ କାହାର ଅବଦାନ? ମୋ ମାଙ୍କର ଅବଦାନ, ମୋ ବୋଉର ଅବଦାନ। ସେ ଗୀତା ପଢ଼ୁଥିଲେ, ତାଙ୍କଠାରୁ ଗୀତା ପଢ଼ିବା ମୁଁ ଶିଖିଥିଲି। ଏଭଳି ଭାବରେ ଗୀତା ପଢ଼ିଲି ବା ଗୀତାଙ୍କୁ ଭଲ ପାଇଲି, ମୁଁ ନିଜର ପାଠଶାଠ ପ୍ରତି ମଧ୍ୟ ଗୁରୁତ୍ୱ ଦେଲି ନାହିଁ। ତେଣୁ ଗୀତାୟାଂ ନାସ୍ତି ଶାସ୍ତ୍ରଂ ନାରାୟଣ ନାସ୍ତି ଦେବତା। ଗୀତା ବହିଟିଏ ରହୁ, ଯେତେବେଳେ ସମୟ ପାଉଛ ଗୋଟିଏ ଶ୍ଲୋକ ଏବଂ ଗୋଟିଏ ଶ୍ଲୋକର ଅର୍ଥକୁ ମନନ କର। ତାହା ଜୀବନର କୌଣସି ଏକ ବିପଦ ବେଳେ ବା ଦୁଃଖ ବେଳେ ସିଏ ତମକୁ ନିଶ୍ଚିତ ଭାବରେ ସାହାଯ୍ୟ କରିବ। ବୈକୁଣ୍ଠ କୃଷ୍ଣଙ୍କର କଥାକୁ କହିଲେ, କଦମ୍ବ ମୂଳକୁ ତୁ ଆଉ ନ ଅନା କୁଳବଧୂ ମୂଳକୁ ଆଉ ନ
କଦମ୍ବ ମୂଳକୁ ତୁ ଆଉ ଅନାନା। କାହିଁକି ନା ସେଠି କୃଷ୍ଣ ଅଛନ୍ତି। ବୈକୁଣ୍ଠକ ପାଇଁ କୃଷ୍ଣ ସର୍ବତ୍ର ବିଦ୍ୟମାନ ହେଇଯାଇଛନ୍ତି। ତେଣୁ ଗୋଟିଏ କଦମ୍ବ ଗଛ ସହିତ କୃଷ୍ଣଙ୍କର ସମ୍ପର୍କ, ଯମୁନାର ଜଳ ସହିତ କୃଷ୍ଣଙ୍କର ସମ୍ପର୍କ, ଭକ୍ତିମତୀ ମା ମାନଙ୍କ ସହିତ କୃଷ୍ଣଙ୍କର ସମ୍ପର୍କ, ଭକ୍ତିମତୀ ସଖାମାନଙ୍କ ସହିତ କୃଷ୍ଣଙ୍କର ସମ୍ପର୍କ। କୃଷ୍ଣ 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 ଖାଲି ଏ ଯୋଡ଼ିଏ ଶବ୍ଦକୁ ମନ ଭିତରେ ଉଚ୍ଚାରଣ କଲେ ଆମେ ହିଁ ନିଜେ ହେଇଯିବା କଦମ୍ବ ବୃକ୍ଷ। ଆମେ ଏଇ ଜୀବନ କଦମ୍ବ ବୃକ୍ଷର ମୂଳରେ କୃଷ୍ଣ ଅଛନ୍ତି ତ୍ରିଭଙ୍ଗୀ ଛନ୍ଦରେ ମୁରଲୀ ବାଦନ କରୁଛନ୍ତି। ଇଏ ସବୁ ଗୋଟିଏ ଗୋଟିଏ ତତ୍ତ୍ୱ କହିବାକୁ ସମୟ ଲାଗିବ। ଏତିକି ଖାଲି ମନେ ରଖନ୍ତୁ, ଇଏ ସର୍ବ କୃଷ୍ଣର ଶରୀର। ଇଏ ଜଗତରେ ଯାହା କିଛି ଦେଖୁଛ ସେଇ କୃଷ୍ଣଙ୍କର ଶରୀର ବା ସେଇ ହଉଛନ୍ତି ଆମ ଇଷ୍ଟମୂର୍ତ୍ତିଙ୍କର ଶରୀର। ମଧୁ କହିଲେ ମୋତେ ସେହି ରୂପ ଦେଖାଅ ହରି, ନବ ଜଳଧର ବରନ ସୁନ୍ଦର, ଶିରେ ଜାମୁ ଡାଳ ହସ୍ତେ ମୁରଲୀ। ବୈକୁଣ୍ଠ ଯାହା କହିଲେ ମଧୁ ସେଇ କଥା କହୁଛନ୍ତି। ମୋତେ ସେହି ରୂପ ଦେଖାଅ ହରି, ନବ ଜଳ ନବ ହସ୍ତେ ମୋତେ ମୋତେ ସେହି ସେଇ ଶୂନ୍ୟ ପୁରୁଷ ନିରାକାରଙ୍କ ପାଖରେ ସେ ନିବେଦନ କରୁଛନ୍ତି, ତୁମେ ହାତରେ ମୁରଲୀ ଧରିଥିବ, କଳା ମେଘ ଭଳି ତୁମ ରୂପ ହେଇଥିବ, ମୁଁ ସେଇ ରୂପରେ ଆପଣଙ୍କୁ ଦର୍ଶନ କରିବି। ଆମେ ଏ କଥା କହୁ କହୁ ଆମ ମନ ଭିତରେ ସେ ରୂପଟା ମଧ୍ୟ ଆସିଗଲା। ମାନସରେ ଯଦି ସେଇ ରୂପଟି ଆବିର୍ଭାବ ହେଲା ତାହେଲେ ସେଇଟା ଗୋଟେ ଜୀବନର ସବୁ କିଛି। ଆଉ କ'ଣ, ଜୀବନଟା ସାର୍ଥକ ହେଇଗଲା। ଆଉ ଅଭିନ୍ନ ସୁନ୍ଦର କହିଲେ, ଭକ୍ତ ଦତ୍ତ ଦ୍ରବ୍ୟ ଭୁଞ୍ଜିଣ ସ୍ୱାମୀ ଆନନ୍ଦ ହେବେ, ଶ୍ରୀପଦ୍ମ କୋଳା ଭକ୍ତ ଆନନ୍ଦ ସବରି ଅଇଁଠା ଫଳ ଗୁଡ଼ିକୁ ଚାଖିକିରି ସେ ରାମ ଲକ୍ଷ୍ମଣଙ୍କୁ ଖୁଆଇ ଦେଉଥିଲା। ସେତେବେଳେ ସେ ଭୁଲି ଯାଇଥିଲା ଯେ ମୋ ଉଚ୍ଛିଷ୍ଟକୁ ଠାକୁର ଖାଉଛନ୍ତି। ସେ ଭାବରେ ଦେଇଥିଲା ନା। ଆଉ ସେଇଭଳି ଆପଣମାନେ
ମନେ ପକାନ୍ତୁ ପୁରାଣର କଥା। ସୁଦାମା ଯେତେବେଳେ କୃଷ୍ଣଙ୍କ ପାଖକୁ ଯାଇଥିଲେ ସେ ଏଇ ଚାଉଳ ଭଜାରୁ ଦି ମୁଠା ତିନି ମୁଠା ନେଇକି ଯାଇଥିଲେ। ସୁଦାମା ଭୁଲି ଯାଇଛନ୍ତି ସେ ଚାଉଳ ମୁଠା କଥା, କିନ୍ତୁ ଭାବଗ୍ରାହୀ ଭଗବାନ ସିଏ ସେଇ ଖୁଦ ମୁଠାକୁ ଖୋଜିଲେ। ସଖା ମୋ ପାଇଁ କ'ଣ ଆଣିଛ ମତେ ଦିଅ। ତେବେ ଭଗବାନ କାହାର? ଭକ୍ତ ଜୀବନରେ ଯାହା ସେ ଦିଏ ତାକୁ ସେ ସାଦରେ ଗ୍ରହଣ କରନ୍ତି, ତାହାକୁ ହିଁ ସେ ଖାଆନ୍ତି। ସେ ଖୁଦ ଭଜା ହଉ ଫଳ ହଉ। ଦୁର୍ଯ୍ୟୋଧନର ଘରେ ଠାକୁର ଖାଇଲେ ନାହିଁ, ସେଠିକି ଗଲେ ନାହିଁ, ରହିଲେ ବି ନାହିଁ। ବିଦୁର ଘରେ କଦଳୀଟିଏ ଖାଇଲେ, ଶାଗ ଭଜା ଦିଟା ଖାଇଲେ। ତେଣୁ ଯୁଗେ ଯୁଗେ ଭଗବାନ ଦୀନବନ୍ଧୁ, ଯୁଗେ ଯୁଗେ ଭଗବାନ କରୁଣାର ସିନ୍ଧୁ, ଯୁଗେ ଯୁଗେ ଭଗବାନ କୃପାର ସାଗର। ये भावना रहिबा उचित। आजिर विश्व देश राज्य महामारी कोरोना कबलरू मुक्त हो, विश्व ध्वंसास्त्र विमुक्त हो, युद्धर परिसमाप्ति घटू, आम देश आम राज्य सुंदर भावरे चालू, यही प्रार्थना आम करी आजिर कथा को एठी रखिबा। माधवं केशवं कृष्ण मधुसूदनं